ଉପର ମୁଣ୍ଡରେ ଲଗାଣ ବର୍ଷା ହେବା ଫଳରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତ ଆମେ ଅଛୁ ବର୍ତ୍ତମାନ କଟକ ଜିଲ୍ଲାର ଆଠଗଡ଼ ସବ୍ ଡିଭିଜନର ତିଗିରିଆ ବ୍ଲକରେ। ଏହି ହେଉଛି ତିଗିରିଆ ବ୍ଲକର ସୋମପଡ଼ାରୁ ବାଙ୍କି ବ୍ଲକର ରତାଗଡ଼ ସୁବର୍ଣ୍ଣପୁର ଅଞ୍ଚଳକୁ ଯୋଗାଯୋଗ କରିବା ପାଇଁ ହେଉଛି ମୁଖ୍ୟ ରାସ୍ତା। ଆଉ ଏହି ମୁଖ୍ୟ ରାସ୍ତାରେ ଦେଖିପାରୁଥିବେ ଚିତ୍ର ବର୍ତ୍ତମାନ 5 ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି ଏବଂ ହଜାର ହଜାର ହେକ୍ଟର ଚାଷ ଜମି ସମ୍ପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇ ରହିଛି। ତ ଇଏ ମହାନଦୀରେ ଚତୁର୍ଥ ଥର ପାଇଁ ବନ୍ୟା ପାଣି ଆସିବା ଫଳରେ ଚାରି ଥର ଏହି ଚାଷ ଜମି ଗୁଡ଼ିକ ଜଳମଗ୍ନ ହୋଇ ରହିବା ଫଳରେ ଚାଷୀମାନେ ଯେଉଁ କରିଥିଲେ ଧାନ ଚାଷ ପାଇଁ ତ ସବୁ ଗୁଡ଼ାକ ରୁଆ ପୋତା ଯେଉଁ କରିଥିଲେ ସବୁ ଧାନ ତଳି ଗୁଡ଼ିକ ପଚି ସଢ଼ି ବର୍ତ୍ତମାନ ନଷ୍ଟ ହୋଇଯାଇଛି। ଚିତ୍ର ଦେଖୁଛନ୍ତି କୋଉଭଳି ଭାବରେ ସ୍ଥିତି ରହିଛି। ତ ଆମ ସେଥିରେ କିଛି ଚାଷୀ ଅଛନ୍ତି, ତାଙ୍କଠୁ ପ୍ରତିକ୍ରିୟା ନେବା। କ'ଣ କହିବି ଭାଇ, ଚାରି ଥର ଆସିଲାଣି ମହାନଦୀରେ ବନ୍ୟା, ବର୍ତ୍ତମାନ ଚାଷ ହେବ? ନାଇଁ ଆଜ୍ଞା, ଆମ ସୋମପଡ଼ା ପଞ୍ଚାୟତ ବେଶୀ କ୍ଷତିଗ୍ରସ୍ତ ହେଉଛି। ସେଥିପାଇଁ ସରକାରଙ୍କ ପାଖରେ ଏତିକି ନିବେଦନ, ଆମର ତଳି ସବୁ ପଚିସଢ଼ି ନଷ୍ଟ ହୋଇଗଲାଣି, ଧାନ ବି ପଚିସଢ଼ି ନଷ୍ଟ ହୋଇଗଲାଣି। ଯେଉଁ ତଳି ବି ଚାଷୀ ଭାଇମାନେ ମାରି ରଖିଥିଲେ ସବୁ ବନ୍ୟା ପାଣିରେ ବହିଗଲାଣି। ଆଉ ଆମର କ୍ଷୟକ୍ଷତି ବହୁତ କିଛି ବି ହେଉଛି, କିନ୍ତୁ ଆମ ସୋମପଡ଼ା ପଞ୍ଚାୟତରେ ବହୁତ କ୍ଷୟକ୍ଷତି ହେଉଥିବାରୁ ଆମେ ଏତିକି ନିବେଦନ ପ୍ରଶାସନଙ୍କ ପାଖରେ ଆମର କିଛି ସହାୟତା ଘୋଷଣା କରାଯାଉ। କେତେ ଥର ପାଣି ଆସିଲା? ଏଇଟା ଆଜ୍ଞା 3 ରୁ 4 ଥର ଏମିତି ବନ୍ୟା ପାଣି ଆସିଲାଣି। ଏବେ କ'ଣ ସବୁଗୁଡ଼ା ନଷ୍ଟ ହୋଇଗଲା? ସବୁ ଆଜ୍ଞା ନଷ୍ଟ। ତ ଯେଉଁଭଳି ଭାବରେ ଚାଷୀ କହୁଥିଲେ ଯେ ଚାରି ଥର ଯେଉଁଭଳି ଭାବରେ ବନ୍ୟା ପାଣି ଆସିବା ଫଳରେ ବର୍ତ୍ତମାନ ଚାଷ ଜମି ପୁରାପୁରି ସମ୍ପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇପଡ଼ିଛି। ତ ଯେଉଁଭଳି ଭାବେ ଦେଖୁଛନ୍ତି ଏ ରାସ୍ତାରେ ବର୍ତ୍ତମାନ 5 ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଆଉ ଜଣେ ଚାଷୀଙ୍କଠୁ ପ୍ରତିକ୍ରିୟା ନେବା। କ'ଣ କହିବେ ମଉସା, ଆପଣ ଚାଷ କରିଥିଲେ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ? ଆଜ୍ଞା, ବଡ଼ ଦୁଃଖର କଥା। ବର୍ତ୍ତମାନ ମହାନଦୀରୁ ଜଳ ପ୍ରବାହିତ ହୋଇ ଆମ ସୋମପଡ଼ା ପଞ୍ଚାୟତର ପ୍ରାୟ 10,000 ହେକ୍ଟର ଜମିରେ ପାଣି ପଶି ଯାଇଛି। ସବୁ ଧାନ ନଷ୍ଟ ହୋଇଯାଇଛି, କ୍ଷେତ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ସରକାରଙ୍କ ନିକଟରେ ଏତିକି ନିବେଦନ, ଆମକୁ କିଛି ସହାୟତା କଲେ ଆମ ଚାଷୀକୁଳ ଟିକେ ଉପକୃତ ହେବେ। ତ ଯେଉଁଭଳି ଭାବରେ ସେ ଚାଷୀମାନେ କହୁଛନ୍ତି ସରକାରୀ ଯଦି ସହାୟତା ମିଳେ ତେବେ ଚାଷୀମାନେ ଉପକୃତ ହୋଇପାରିବେ। ଆପଣ ବି ଜଣେ ଚାଷୀ, କେତେ ଥର ବର୍ତ୍ତମାନ ପାଣି ଆସିଲାଣି, କେମିତି ସ୍ଥିତି ବର୍ତ୍ତମାନ ଅଛି? 2 ଥର ପାଣି ଆସିଲାଣି, ତ ମାସେ ହେଲା ପାଣି ଆସିକି ରହିଛି, ପାଣି ଛାଡ଼ିକି ଯିବାର ନାହିଁ। ଆଉ ଭିତରେ ଧାନ ଫାନ କିଛି ନାହିଁ, ସବୁ ନାଳୁଆ ହେଇକିରି ସବୁ ଭାସିଗଲାଣି। ଧାନ କୋଉଠୁ ଗୋଟେ ଦେଖେଇବାକୁ ବି ଧାନ ଗୋଟେ ଗଛ ବେଣା ବି ନାହିଁ। ଆଉ ଧାନ ଗଛ କେମିତି ସମ୍ଭାଳିବ ଏତେ ପାଣିରେ? ଏରାକ ପୁଚୁରା ପାଣି ଗୁଡ଼ାକ ଏଇ ପାଣିରେ ଧାନ ଯୋଉ ବିଲରେ ମାଡ଼ି ଯାଉଛି, ଏଇ ଧାନ ପୁରା ଟୋଟାଲ ଯାଉଛି। ଆମେ ଆଉ କ'ଣ କରିବୁ? ଆଉ କିଛି ଖାଇବାକୁ ନାହିଁ କି କିଛି ନାହିଁ। ସରକାରଙ୍କର ଆଉ ଯାହା କ'ଣ ଆମେ କରିବୁ? ସେ ତାଙ୍କ ଇଚ୍ଛା ହେଲେ ଯାହା ଦେବେ, ନଦେଲେ ନାହିଁ। ଆମେ କ'ଣ କରିପାରିବୁ? ତ ଯେଉଁଭଳି ଭାବରେ ଶୁଣୁଥିଲେ ବର୍ତ୍ତମାନ ଚାଷୀମାନଙ୍କର ଏକମାତ୍ର ସାହା ଭରସା ହେଉଛନ୍ତି ସରକାର। ଇଏ ଯେଉଁ ଦେଖୁଛନ୍ତି ଯେଉଁ ପାଣି ଗୁଡ଼ିକ ମହାନଦୀରେ ବର୍ତ୍ତମାନ 8 ଲକ୍ଷରୁ ଉର୍ଦ୍ଧ୍ୱ ଯେତେବେଳେ ବନ୍ୟା ଜଳ ପ୍ରବାହିତ ହେଉଛି, ଆମ ବାଙ୍କି ବ୍ଲକର ଯେଉଁ ରହିଛି ହୁଳହୁଳା ନାଳ, ଏହି ହୁଳହୁଳା ନାଳ ଦେଇ ମହାନଦୀର ପଛୁଆ ପାଣି ଆସିବା ଫଳରେ ତିଗିରିଆ ବ୍ଲକର ଯେଉଁ ରହିଛି ତଳିଆ ଅଞ୍ଚଳ ଗୁଡ଼ିକରେ ପାଣି ଭର୍ତ୍ତି ହୋଇଛି, ବାଙ୍କି ବ୍ଲକରେ ମଧ୍ୟ ଭର୍ତ୍ତି ହୋଇଛି। ଯେଉଁ ସୋମପଡ଼ାରୁ ଯେଉଁ ଖଣ୍ଡହତାକୁ ସଂଯୋଗ କରୁଥିବା ଯେଉଁ ମୁଖ୍ୟ ରାସ୍ତା, ଯେଉଁ ବଡ଼ ବନ୍ଦିଆଣୀ ଠାକୁରାଣୀ ମନ୍ଦିର ଅଛନ୍ତି, ସେଠି ବର୍ତ୍ତମାନ 5 ଫୁଟରୁ ଉଚ୍ଚ ବନ୍ୟା ଜଳ ପ୍ରବାହିତ ହେଉଛି, ଯାହାଫଳରେ ମନ୍ଦିରରେ ମଧ୍ୟ ଯେଉଁ ପୂଜାର୍ଚ୍ଚନା ବନ୍ଦ ରହିଛି। ଆଉ ଏ ରାସ୍ତାରେ ବର୍ତ୍ତମାନ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇପଡ଼ିଛି। ତ ଏଠି ଚାଷ ଜମି ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଉଜୁଡ଼ି ଯାଇଥିବା ବେଳେ ଲୋକେ ବା ଚାଷୀ ଅପେକ୍ଷା କରିଛନ୍ତି କେବଳ ସରକାରୀ ସହାୟତାକୁ। ଆଠଗଡ଼ରୁ ସନ୍ତୋଷ ବାରିକ, ନନ୍ଦିଲାଇଭ।